ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ କେବେ ମିଳିବ ଟଙ୍କା? କେଉଁ ମାସ ସୁଦ୍ଧା କରିବାକୁ ପଡ଼ିବ ଆବେଦନ? ଚାଲନ୍ତୁ ଏ ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା। ଯଦି ଭିଡ଼ିଓଟିକୁ ପ୍ରଥମ ପାଇଁ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବା ପାଇଁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ ନିଶ୍ଚିନ୍ତ ଭାବେ କରନ୍ତୁ। ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ କଲେଣି 78 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା। ପର୍ଯ୍ୟାୟକ୍ରମେ ବାକି ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି। ଡିସେମ୍ବର ସୁଦ୍ଧା ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି। ବିଳମ୍ବରେ ହେଲେ ମାର୍ଚ୍ଚ 8ରେ ଏକାଠି ପାଇବେ 10,000 ଟଙ୍କା। ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ରାଜ୍ୟର 25 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଗତକାଲି ପ୍ରାୟ 1250 କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହୋଇଛି। ସେପଟେ ସୁଭଦ୍ରା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆବେଦନ କରିସାରିଲେଣି 74 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା। ତେବେ ପ୍ରଶ୍ନ ଉଠୁଛି କେବେ ସୁଦ୍ଧା ଅନ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ସବୁ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଟଙ୍କା ପହଞ୍ଚିବ। ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବା ସହିତ ପର୍ଯ୍ୟାୟକ୍ରମେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ ହେବ। ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର 15 ଯାଏଁ ଯେଉଁମାନେ ଆବେଦନ କରିଥିବେ ପ୍ରାୟ ସପ୍ତାହ ମଧ୍ୟରେ ସେମାନଙ୍କ ସୁଭଦ୍ରା ଟଙ୍କା କିସ୍ତି ପାଇପାରନ୍ତି। ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ଡିସେମ୍ବର ମାସରେ ଆବେଦନ କଲେ ବି ପ୍ରଥମ କିସ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ ମହିଳା। ରକ୍ଷାବନ୍ଧନ ପାଇଁ ପ୍ରଥମ କିସ୍ତି ଅର୍ଥ ଆରମ୍ଭ ହୋଇଥିବା ବେଳେ ଯେଉଁମାନେ ବି ଆବେଦନ କରିଛନ୍ତି ଯୋଗ୍ୟ ମହିଳାଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ପହଞ୍ଚିବ। ଆସନ୍ତା ମାର୍ଚ୍ଚ 8 ତାରିଖରେ ମହିଳା ଆନ୍ତର୍ଜାତିକ ଦିବସରେ ଦ୍ୱିତୀୟ କିସ୍ତି ମିଳିବ ଏବଂ ପୂର୍ବରୁ ସବୁ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ଯାଇସାରିଥିବା ବୋଲି କୁହାଯାଇଛି। ଯେଉଁମାନଙ୍କର ପ୍ରଥମ କିସ୍ତି ନ ପାଇଛନ୍ତି ଡିସେମ୍ବର ପର୍ଯ୍ୟନ୍ତ ଯଦି ନ ପାଇବେ ତାହେଲେ ଆପଣମାନେ ଆଟ୍ ଏ ଟାଇମ୍ ମାର୍ଚ୍ଚ 8 ତାରିଖରେ 10,000 ଟଙ୍କା ଆପଣଙ୍କ ଆକାଉଣ୍ଟରେ ଯୋଡ଼ି ହୋଇଯିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ। ଏମିତି ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ।